जगदानन्दकन्दाय प्रणतार्तिहराय च नीलाचलनिवासाय चतुर्धामृतये नमः। चतुर्धामृतये नमः। जय जगन्नाथ। विश्वर अगणित मानव जाति जनसमूह एवं लोक माननकु सचेतन वार्ता कार्यक्रम को स्वागत। आसंतु आजिर कथावस्तु उपरे आलोकपात करिबा। आजिर कथावस्तुर शीर्षक 2022 रे किए कहिथिले काशीनाथ ओ पांडव को निंदित हब दंड पाइब। आपण माने ठीक शुणुचंती। 2022 मसीहारे एमिति जने व्यक्ति काशीनाथ मिश्र को सचेतन करैथिले, बुझैथिले, शास्त्र बाबद अवगत करैथिले, धर्म बाबद सूचना देइथिले, नीति नियम विधि विधान बाबद अवगत करैथिले, प्रेरणा देइथिले, किंतु से व्यक्ति जनक काशीनाथ मिश्र पांडव परिडा एवं अन्य केते जन व्यक्ति विरोध कले। से भितर पद्मलोचन अछंती, मोहन बेहेरा अछंती, अन्य व्यक्ति विशेष अछंती। व्यक्ति जनक 2021 मसीहार शेष सुधा काशीनाथ मिश्र पांडव परिडा इनक सहित साक्षात होइतिले। साक्षात हेला परे जतेबेले देखिबा को पाइथिले, जानिबा को पाइथिले, सुनिबा को पाइथिले, किछि अनुभव करिथिले, काशीनाथ मिश्र जो वैकुंठ धाम आश्रम करिसंती, जो माधव परिवार गठन करा हाइछि, जो सुधर्मा महासंघ गठन करा हाइछि, जहाँ सब करा हाइछि सेथिरे थिबा समस्त सदस्य धर्म विरुद्ध, नीति विरुद्ध, शास्त्र विरुद्ध कर्म रे अभ्यस्त अछंती, लिप्त अछंती एवं सेमानंकु भूल तथ्य मध्य प्रदान करा जाउछि। सेमानंकु धमक दिया होउछि। एई बळी किछि अनुभव कला परे, देखिला परे, सुनिला परे, जानिला परे सीधा सड़क से व्यक्ति जनक काशीनाथ मिश्र को कहिथिले, पद्मलोचन को जणाइथिले, पांडव परिडा को कहिथिले, बुझेइबा, सचेतन करिबा, मार्गदर्शन करिबा। यह काशीनाथ मिश्र पांडव परिडा तथा अन्य माने सहजरे ग्रहण करि पारि नथिले। बरं ये सब कथा तांको विष भली अनुभव होउथला, तांको कटु लागुथिला, तांको कष्ट लागुथिला। तेणु से व्यक्ति जनक बाध्य होई धमक देइथिले। प्रथमे कहिथिले, तापरे बुझेइथिले, सचेतन करैथिले,
ସତର୍କ କରାଇଥିଲେ, ଶେଷ ମୁହୂର୍ତ୍ତରେ ଧମକ ଦେଇଥିଲେ, କହିଥିଲେ ଯଦି ତୁମେ ଏ କଥା ନ ମାନିବ, ଯଦି ତୁମେ ପରିବର୍ତ୍ତନ ନ ହେବ, ତାହେଲେ ଆଗାମୀ ଦିନରେ ତୁମେ ନିନ୍ଦିତ ହେବ, କଳଙ୍କିତ ହେବ, ଅପମାନିତ ହେବ, ବହୁତ କିଛି ହରେଇବ। ଏ ଧମକ ମଧ୍ୟ ଦେଇଥିଲେ। ମହାପ୍ରଭୁଙ୍କର ଅପାର କରୁଣାରୁ ଆଜି ସେ ବ୍ୟକ୍ତିଙ୍କର କଥା ସତ୍ୟ ହେଇଛି। ପ୍ରଥମେ ସେ ବ୍ୟକ୍ତି ମହାପ୍ରଭୁଙ୍କର ମୁଖ ନିସୃତ ବାଣୀ, ଶ୍ରୀମଦ୍ ଭାଗବତ, ଗୀତା ଏବଂ କେତେ ଗୁଡ଼ିଏ ଉପନିଷଦ, ବେଦ, ଏହିସବୁ କଥାକୁ କାଶୀନାଥ ମିଶ୍ର, ପାଣ୍ଡବ ପରିଡ଼ା ତଥା ତାଙ୍କର ସହଯୋଗୀମାନଙ୍କ ନିକଟରେ ଉପସ୍ଥାପନ କରିଥିଲେ ମଧ୍ୟ ସେ କଥାକୁ ଏମାନେ ଗ୍ରହଣ କରିନାହାନ୍ତି, ହେୟ ଜ୍ଞାନ କରିଛନ୍ତି। ଆଉ ଗୋଟେ କଥା କରିଛନ୍ତି, ଗାଲୁଆମି ଦେଖେଇଛନ୍ତି। ଗାଲେଇକି ରହିଯିବା ଆପଣମାନେ ଭଲ ଭାବରେ ବୁଝିପାରୁଥିବେ। ତେଣୁ ଏମାନେ ଗାଲେଇକି ରହିଯାଇଛନ୍ତି। କିନ୍ତୁ ଯାହା ସେ ବ୍ୟକ୍ତି କହିଥିଲେ, ସେ ବ୍ୟକ୍ତି ଜଣକ ତାଙ୍କ ନିଜ ମନରୁ କାଢ଼ି କିଛି କହିନଥିଲେ। ସେ ବ୍ୟକ୍ତି ଜଣକ ମହାପ୍ରଭୁଙ୍କର ଇଙ୍ଗିତରେ, ମହାପ୍ରଭୁଙ୍କର ନିର୍ଦ୍ଦେଶରେ ଏବଂ ମହାପ୍ରଭୁଙ୍କ ଦ୍ୱାରା ରଚିତ ମହାପ୍ରଭୁଙ୍କର ମୁଖ ନିସୃତ ବାଣୀ ଗୀତା ଭାଗବତର କଥନ ଅନୁସାରେ ସେ ବ୍ୟକ୍ତି ଜଣକ କହିଥିଲେ, ବୁଝେଇଥିଲେ, ସଚେତନ କରାଇଥିଲେ, ସତର୍କ କରାଇଥିଲେ, ଧମକ ବି ଦେଇଥିଲେ। ଏହି କାରଣରୁ ସେ ଯେଉଁ ସଚେତନ କରାଇଥିଲେ, ସେ ବାଣୀ ସେ ବ୍ୟକ୍ତିଙ୍କର ନଥିବା କାରଣରୁ ତାହା ବିଶ୍ୱବ୍ୟାପକ ବିଶ୍ୱଚିନ୍ତାମଣି ଗୋଲକ ବିହାରୀ ଶ୍ରୀ ବିଷ୍ଣୁଙ୍କର ଥିବା କାରଣରୁ ତାହା ସତ୍ୟ ହେଲା। ହଁ, ଏ କଥା ସତ୍ୟ। ସେହି ମହାବିଷ୍ଣୁଙ୍କର ମୁଖ ନିସୃତ ବାଣୀକୁ କେହି ଜଣେ କାଶୀନାଥ ମିଶ୍ର ଓ ପାଣ୍ଡବ ପରିଡ଼ାଙ୍କ ନିକଟରେ ଅବଗତ କରାଇଥିଲେ। ତାହା ତାଙ୍କର ପରୋକ୍ଷ ଉକ୍ତି ଥିଲା। ଯାହାକୁ ବୁଝିପାରିନଥିଲେ, ଗର୍ବରେ ଅନ୍ଧ ହୋଇଥିବା, ଧନରେ ଅନ୍ଧ ହୋଇଥିବା, ମୋହରେ ଅନ୍ଧ ହୋଇଥିବା, ଅଜ୍ଞାନରେ ଅନ୍ଧ ହୋଇଥିବା କାଶୀନାଥ ମିଶ୍ର, ପାଣ୍ଡବ ପରିଡ଼ା ତଥା ଅନ୍ୟ ସହଯୋଗୀମାନେ 2022ରେ ଏ କହିବା, ଏ ସଚେତନ କରିବା, ସତର୍କ କରିବା ଆଉ ଧମକ ଦେବା। ତାପରେ ଆପଣମାନେ ବିଚାର କରନ୍ତୁ, କାଶୀନାଥ ମିଶ୍ର ନିନ୍ଦିତ ହେଇଛନ୍ତି କି ନାହିଁ, ଅପମାନିତ ହେଇଛନ୍ତି କି ନାହିଁ, କଳଙ୍କିତ ହୋଇଛନ୍ତି କି ନାହିଁ, ବହୁତ କିଛି ହରାଇଛନ୍ତି କି ନାହିଁ। ସର୍ବସାଧାରଣ ବିଚାର କରନ୍ତୁ। ଯେଉଁମାନେ ନିଜକୁ ମାଧବ ପରିବାରର ବୋଲି କହୁଛନ୍ତି ସେମାନେ ମଧ୍ୟ ବିଚାର କରନ୍ତୁ। ପାଣ୍ଡବ ପରିଡ଼ା ବିଚାର କରନ୍ତୁ, କାଶୀନାଥ ମିଶ୍ର ବିଚାର କରନ୍ତୁ, ପଦ୍ମଲୋଚନ ବିଚାର କରନ୍ତୁ,
ଯେଉଁମାନେ ବି ନିଜକୁ ମାଧବ ପରିବାରର ବୋଲି କହୁଛନ୍ତି ବା ମାଧବଙ୍କର ଭକ୍ତ କହୁଛନ୍ତି ସେମାନେ ବିଚାର କରନ୍ତୁ ଏହା ସତ୍ୟ ହେଇଛି କି ନାହିଁ। ତେଣୁ ଏ କଥାକୁ ଆଜି ମଧ୍ୟ ଯଦି କେହି ଶୁଣୁଛନ୍ତି ଅର୍ଥାତ୍ ମାଧବ ପରିବାରର ବ୍ୟକ୍ତିମାନେ ଯଦି ଶୁଣିପାରୁଛନ୍ତି, ଯଦି ଏ କଥାକୁ କାଶୀନାଥ ମିଶ୍ର ଶୁଣିପାରୁଛନ୍ତି, ତାହେଲେ ଏବେ ବି ମଧ୍ୟ ସମୟ ଅଛି। ଯିଏ ଦଣ୍ଡ ଦେଇ ଜାଣେ ସେ କ୍ଷମା କରି ଜାଣେ। କ୍ଷମା ପାଇଁ ଯୋଗ୍ୟ ହୁଅନ୍ତୁ। ବିଶ୍ୱ ନିୟନ୍ତାଙ୍କ ନିକଟରେ କ୍ଷମା ଭିକ୍ଷା କରନ୍ତୁ। ମିଥ୍ୟା ଅହମିକା ଛାଡ଼ନ୍ତୁ। ମୋହ ଛାଡ଼ନ୍ତୁ। ଅଜ୍ଞାନତାକୁ ଦୂର କରନ୍ତୁ। ଭ୍ରମରୁ ବାହାରି ଆସନ୍ତୁ। ସତ୍ୟର ଅନୁସନ୍ଧାନ କରନ୍ତୁ। ସତ୍ୟର ମାର୍ଗ ଅନୁସରଣ କରନ୍ତୁ। ଆଜି ପାଇଁ ସଚେତନ ବାର୍ତ୍ତା କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ପରବର୍ତ୍ତୀ ସୋପାନରେ ପରବର୍ତ୍ତୀ କଥାବସ୍ତୁ ଉପରେ ଆଲୋଚନା କରିବା। ଜୟ ଜଗନ୍ନାଥ।